ଆଜି ଶନିବାର ରୋଷେଇ ହେଇଛି ଖଡ଼ା ରାଇ, ମୁଗ ଡାଲି, ଆଉ ଏଟା ସଜନା ଶାଗ ଆଉ ଖଡ଼ା ଶାଗ ମିଶା ହେଇକି ପିଆଜ ରସୁଣ ଦେଇକି ଭଜା ହେଇଛି। ଏଟା ଶୀଘ୍ର ଭଜା ହେଇଥିଲା ଯେ ଶୁଖିଗଲାଣି। ଆଉ ମୋ ମମିଙ୍କର ଏଟା ହେଉଛି ଲଙ୍କା ଲେମ୍ବୁ ରସୁଣ ପିଆଜ ପାଗ। ଆଉ ଏଟା ତ ଆମ୍ବ, ଆଉ ଖରାଦିନିଆ ମାନେ ଆମ୍ବ ଚାଲିବ ଆଉ ଏଟା ଖଡ଼ା ତ ସେଇ ଆଳୁ ବାଇଗଣ ସାରୁ ଝୁଡ଼ୁଙ୍ଗ ସବୁ ପଡ଼ିକି ବେସର ଦିଆ ହେଇକି ହେଇଛି। ଆଉ ଏଟା ମୋର ପାଗ ପାଣି। ଆଳୁଟା ପୋଡ଼ିଥିଲି ଯେ ପୋଡ଼ା ହେଇନି ସମ୍ପୂର୍ଣ୍ଣ, ଦରସିଝା ଅଛି। କିନ୍ତୁ ଦରସିଝା ବି ଏମିତି ବେଳେବେଳେ ମନ୍ଥିକି ଖାଇଲେ ଭଲ ଲାଗେ। ବଡ଼ି ଟିକେ ପିଆଜ ଟିକେ ହେଇନି ଆଉ ଏମିତି କାମୁଡ଼ିକି ଖିଆ ହବ ଆଉ। କାମୁଡ଼ି ଖାଇଲେ ଭଲ ଲାଗିବ ନା। ପିଆଜ ଆଉ ହଁ, ଗରମ ଭାତ ଆଉ ପଖାଳ ଭାତ। ଗରମ ଭାତ ଟିକେ ଖିଆ ହବ ଆଉ ଲାଷ୍ଟରେ ପଖାଳ ମୁଠାଟେ ଖାଇକି ତୋରାଣି ପିଆ ହବ ଆଉ।